ତିନି ରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡଠାରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର କୃଷିମନ୍ତ୍ରୀ ଟଡ୍ ମ୍ୟାକ୍ଲେ ଏବଂ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ଏବଂ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ନୀତା ଭୂଷଣ ଶ୍ରୀମତୀ ମୁର୍ମୁଙ୍କ ବିମାନବନ୍ଦରଠାରେ ସ୍ୱାଗତ କରିଥିଲେ। ସେଠାକାର ଗଭର୍ଣ୍ଣର ଜେନେରାଲ ଦାମେ ସିଣ୍ଡି କାଇରୋଙ୍କ ଆମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ କାଇରୋ ଏବଂ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲୁକ୍ସନ୍ଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହାଛଡ଼ା ରାଷ୍ଟ୍ରପତି ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଯୋଗଦେବା ସହିତ ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିବେ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଆର୍ଥିକ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଅଭିବୃଦ୍ଧି ହାସଲ ହେବା ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅର୍ଥ ବିଲ୍ 2024 ଆଲୋଚନାର ଉତ୍ତର ଦେଇ ଏହା କହିଛନ୍ତି। ସେ କହିଛନ୍ତି ଗତ ଏକ ଦଶନ୍ଧି ଧରି ସରକାର ଟିକସ କ୍ଷେତ୍ରରେ ସୁଧାର ଆଣିବା ତଥା ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ କେତେକ ପଦକ୍ଷେପ ନେଇଛନ୍ତି। ମଧ୍ୟବିତ୍ତ ବର୍ଗଙ୍କ ଉପରେ ଟିକସ ବୋଝ ଅଧିକ ହୋଇଯାଉଥିବା ଅଭିଯୋଗକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ କହିଛନ୍ତି 2023ରେ ବ୍ୟକ୍ତିଗତ ଆୟକର ନିୟମକୁ ଉଲ୍ଲେଖନୀୟ ଭାବେ କୋହଳ କରାଯାଇଛି। ଚଳିତ ବଜେଟ୍ରେ ଏହି ଆୟକର ସ୍ଲାବକୁ ଅଧିକ ସଂଶୋଧନ କରାଯାଇଛି, ଯାହାଦ୍ୱାରା ମଧ୍ୟବିତ୍ତ ବର୍ଗଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। ଗତ 2 ବର୍ଷ ମଧ୍ୟରେ ଏହି ବର୍ଗ ଲୋକଙ୍କ ଉପରୁ ଟିକସ ବାବଦ ଚାପ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି କୋଭିଡ୍ ମହାମାରୀ ସମୟରେ କୋଭିଡ୍ ଜନିତ ବ୍ୟୟ ହ୍ରାସ କରିବା ଉଦ୍ଦେଶ୍ୟରେ ନାଗରିକଙ୍କ ଉପରେ କୌଣସି ଟିକସ ଲାଗୁ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଦୃଢ଼ ନିର୍ଦ୍ଦେଶ ରହିଥିଲା, ଯାହାକି କୌଣସି ବିକଶିତ ରାଷ୍ଟ୍ରରେ ଦେଖାଯାଏ ନାହିଁ। ଅର୍ଥମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ବାଣିଜ୍ୟ କାରବାରକୁ ଅଧିକ ପ୍ରୋତ୍ସାହନ ଦେବା ଦିଗରେ ବହିଃଶୁଳ୍କ ପ୍ରସଙ୍ଗରେ ସରକାର ଅନେକ ଅନୁକୂଳ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଘରୋଇ ଉତ୍ପାଦନ ସହିତ ରପ୍ତାନୀ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତା 9 ତାରିଖଠାରୁ 2 ଦିନିଆ ରାଜସ୍ଥାନ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ଦିନ ଶ୍ରୀ ଧନଖଡ଼ ଯୋଧପୁରଠାରେ ଆୟୋଜିତ ହେବାକୁ ଥିବା ବିଚାର ବିଭାଗୀୟ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧନ କରିବେ। 10 ତାରିଖ ଦିନ ଉପରାଷ୍ଟ୍ରପତି ରାଜସ୍ଥାନ ହାଇକୋର୍ଟର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକର ସୁରକ୍ଷା ଦିଗରେ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଆଜି ପ୍ରଶ୍ନକାଳ ସମୟରେ ରାଜ୍ୟସଭାରେ ଏ ସମ୍ପର୍କିତ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି ଦେଶବ୍ୟାପୀ ଥିବା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମୋଟ 204ଟି ସାମୁଦ୍ରିକ ପୁଲିସ ଥାନା ଖୋଲାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ 3 ସ୍ତର ବିଶିଷ୍ଟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ସୁରକ୍ଷା କର୍ମଚାରୀଙ୍କ ତାଲିମ ଲାଗି ଗୁଜରାଟଠାରେ ଉପକୂଳ ସୁରକ୍ଷା ତାଲିମ ଏକାଡେମୀ ପ୍ରତିଷ୍ଠା କରାଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି। ରେଳଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ 10,000 ଲୋକୋମୋଟିଭ୍ସରେ କବଚ 4.0 ସ୍ଥାପନ ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହାଦ୍ୱାରା ଦୁର୍ଘଟଣାକୁ ରୋକିବା ଲାଗି ଆବଶ୍ୟକ ସ୍ଥଳେ ଟ୍ରେନ୍ର ଗତିକୁ ନିୟନ୍ତ୍ରଣରେ ଆଣିବା ନିମନ୍ତେ ସ୍ୱୟଂକ୍ରିୟ ବ୍ରେକ୍ ବ୍ୟବସ୍ଥା କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ଏହି କବଚ ସ୍ଥାପନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିସହିତ ଦେଶବ୍ୟାପୀ କବଚ ମିଶନକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ରେଳବାଇ ଏକ ମିଶନ ରୋଡ୍ରେ କାର୍ଯ୍ୟ କରିବ। ଆଜି ସୁଦ୍ଧା ଦକ୍ଷିଣ କେନ୍ଦ୍ରୀୟ ରେଳବାଇର 144ଟି ଲୋକୋମୋଟିଭ୍ସରେ ଏବଂ ମୋଟ 1465 କିଲୋମିଟର ରେଳପଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ମହିଳା କୁସ୍ତି ପ୍ରତିଯୋଗୀ ଭିନେସ୍ ଫୋଗତଙ୍କ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣାକୁ ବିରୋଧ କରି ସଂଯୁକ୍ତ କୁସ୍ତି ମହାସଂଘ ନିକଟରେ ପ୍ରତିବାଦ କରାଯାଇଛି। ଆଜି ଲୋକସଭାରେ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ଆଜି ଏ ସମ୍ପର୍କରେ ସଂସଦର ନିମ୍ନ ସଦନରେ ବିବୃତ୍ତି ରଖି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବ୍ୟକ୍ତିଗତ ଭାବେ ଭାରତୀୟ ଅଲିମ୍ପିକ ସଂଘର ସଭାପତି ପିଟି ଉଷାଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଏହି ଘଟଣାରେ ସମସ୍ତ ପ୍ରକାର ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପିଟି ଉଷାଙ୍କୁ କୁହାଯାଇଛି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ସଂଯୁକ୍ତ କୁସ୍ତି ମହାସଂଘର ନିୟମ ଅନୁଯାୟୀ ଯଦି କୌଣସି ପ୍ରତିଯୋଗୀ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତାରେ ଓଜନ ସମ୍ପର୍କିତ କୌଣସି କାରଣରୁ ଯୋଗ୍ୟ ବିବେଚିତ ନ ହୁଅନ୍ତି ତେବେ ସମ୍ପୃକ୍ତ ପ୍ରତିଯୋଗୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହିତ ର୍ୟାଙ୍କ ମଧ୍ୟ ପ୍ରଦାନ କରାଯିବ ନାହିଁ। ଭିନେସ୍ ଫୋଗତ କୁସ୍ତିର 50 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ ବର୍ଗରେ ଭାଗ ନେଇଥିବା ବେଳେ ନିର୍ଦ୍ଧାରିତ ଓଜନଠାରୁ ତାଙ୍କର ଓଜନ 100 ଗ୍ରାମ ଅଧିକ ହୋଇଥିବାର ସୂଚନା ମିଳିଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଓଜନ ବୃଦ୍ଧି କାରଣ ଯୋଗୁଁ ଫାଇନାଲ୍ ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ତାଙ୍କ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଗତକାଲିର ସେମିଫାଇନାଲ୍ ପର୍ଯ୍ୟାୟରେ ଟୋକିଓ ଅଲିମ୍ପିକ୍ସ ଚାମ୍ପିୟନ୍ ତଥା 4 ଥର ବିଶ୍ୱ ଚାମ୍ପିୟନ୍ ଜାପାନର
ଉଇ ସୁସାକିଙ୍କୁ 3-2 ପଏଣ୍ଟରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ଭିନେସ୍ ଫୋଗତଙ୍କ ପ୍ରଦର୍ଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, ଫୋଗତଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଚକିତ କରିବା ସହିତ ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି। ତେବେ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ସମଗ୍ର ଦେଶ ଫୋଗତଙ୍କ ସହିତ ରହିଛନ୍ତି ଏବଂ ସେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନେସ୍ ଫୋଗତଙ୍କୁ ସାନ୍ତ୍ୱନା ଜଣାଇବା ସହିତ ସେ ଚାମ୍ପିୟନ୍ସଙ୍କ ମଧ୍ୟରେ ଚାମ୍ପିୟନ୍ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ନୈତିକ ମନୋବଳକୁ ଆଘାତ ଦେଲା ଭଳି ଏହି ଘଟଣାରେ ନିଜର ପ୍ରତିକ୍ରିୟା ଜଣାଇବା ଲାଗି ତାଙ୍କ ନିକଟରେ ଶବ୍ଦ ନାହିଁ। ପ୍ରଧାନମନ୍ତ୍ରୀ ଫୋଗତଙ୍କୁ ପ୍ରତ୍ୟେକ ଭାରତୀୟଙ୍କର ପ୍ରେରଣାର ଉତ୍ସ ତଥା ଭାରତ ଗୌରବ ଭାବେ ଅଭିହିତ କରିଛନ୍ତି। ଜୀବନରେ ବିଭିନ୍ନ ଆହ୍ୱାନକୁ ସଫଳତା ସହ ମୁକାବିଲା କରିବାର ମନୋବଳ ତାଙ୍କ ନିକଟରେ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଘଟଣାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି, ଫୋଗତଙ୍କ ଏଭଳି ଅପ୍ରତ୍ୟାଶିତ ଭାବେ ଅଯୋଗ୍ୟ ଘୋଷଣା ଘଟଣା ଦ୍ୱାରା କୋଟି କୋଟି ଭାରତୀୟ ଆଘାତ ପାଇଛନ୍ତି। ତେବେ ଏଭଳି ସ୍ଥିତିରୁ ଫୋଗତ ଖୁବ୍ ଶୀଘ୍ର ଏକ ଦୃଢ଼ ମନୋବଳ ସହିତ ଫେରିଆସିବେ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି।